जय जगन्नाथ नमस्कार ମୁଁ ଆଲୋକ ସ୍ୱାଗତ କରୁଛି ପୁଣି ଏକ ବଡ଼ ଅପଡେଟ୍ ଆସିଛି ଆପଣମାନଙ୍କ ପାଇଁ। ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣମାନଙ୍କ ପାଇଁ ଏକ ବଡ଼ ନୋଟିଫିକେସନ୍ ଆସିଛି, ଯେଉଁଟାକି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଯେଉଁଟା ଆପଣମାନଙ୍କର ରହିଛି। ତ ଓଡ଼ିଶା ସରକାରଙ୍କର ନୂଆ ବର୍ଷ ଭେଟି କହିବାକୁ ଗଲେ ଅତ୍ୟୁକ୍ତି ହେବ ନାହିଁ, କାହିଁକିନା ଦୀର୍ଘ ବହୁତ ଦିନର ପିଲାମାନଙ୍କର ଅପେକ୍ଷା ଥିଲା ଫରେଷ୍ଟ ଗାର୍ଡ଼ ଏକ୍ସାଇଜ୍ କନଷ୍ଟେବଲ୍ କେବେ ଆସିବ। ତ ଫାଇନାଲି ଆପଣମାନଙ୍କର ଆସିଯାଇଛି। ତ ଡିଟେଲ୍ସ କ'ଣ ରହିଛି ଚାଲନ୍ତୁ ଦେଖିନେବା। ତ ଆପଣମାନଙ୍କର ଇନଭାଇଟେସନ୍ ଅଫ୍ ଆପ୍ଲିକେସନ୍ ଫର୍ କମ୍ବାଇଣ୍ଡ ରିକ୍ୱାରମେଣ୍ଟ ଏକ୍ଜାମିନେସନ୍ 2025 Tier 2 ଫର୍ ଦି ପୋଷ୍ଟ ଅଫ୍ ଫରେଷ୍ଟର ଗାର୍ଡ଼ ଆଣ୍ଡ ଏକ୍ସାଇଜ୍ କନେଷ୍ଟବଳ। ତ ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ ଆଉ ଏକ୍ସାଇଜ୍ କନେଷ୍ଟବଳ ପାଇଁ ଫର୍ମ ଆପ୍ଲାଏ କରିବା ପାଇଁ ଡେଟ୍ ଆସିଯାଇଛି। ତ ଏଇ ନୋଟିଫିକେସନ୍ଟି ଆପଣଙ୍କର 24 ଡିସେମ୍ବର ମାନେ ଆଜିର ଆପଣଙ୍କର ନୋଟିଫିକେସନ୍ଟି ରହିଛି। ତ ଆପ୍ଲିକେସନ୍ସ ଆର୍ ଇନଭାଇଟେଡ୍ ଅନଲାଇନ୍ ଫର୍ କମ୍ବାଇଣ୍ଡ ରିକ୍ୱାରମେଣ୍ଟ ଏକ୍ଜାମିନେସନ୍ 2025ରେ ଆପଣଙ୍କର ଯେଉଁଟା 2025ର ସେସନ୍ ପରୀକ୍ଷା, କିନ୍ତୁ ଆପଣଙ୍କର 2026ରେ ହେବ। 2025ର ନୋଟିଫିକେସନ୍ ଏଇଟା ଆପଣମାନଙ୍କର ଯେଉଁ ଅନଲାଇନ୍ ଆପ୍ଲିକେସନ୍ ଆପଣମାନଙ୍କ ଠାରୁ ଆହ୍ୱାନ କରାଯାଇଛି। ଆପଣମାନେ ଯେଉଁ ରିକ୍ରୁଟମେଣ୍ଟ ରହିବ ଫର୍ ଦି ପୋଷ୍ଟ ଅଫ୍ ଫରେଷ୍ଟର ଗାର୍ଡ଼ ଏବଂ ଏକ୍ସାଇଜ୍ କନେଷ୍ଟବଳ, ଏଇ ତିନୋଟି ପଦବୀ ପାଇଁ ଆପଣଙ୍କର କମ୍ବାଇଣ୍ଡ ଏକ୍ଜାମ୍ ହେବ। କମ୍ବାଇଣ୍ଡ ଏକ୍ଜାମ୍ ଆପଣମାନେ ଜାଣିଛନ୍ତି ପୂର୍ବରୁ, ଆପଣମାନେ ପ୍ରିଭିୟସ୍ ଇୟର୍ ବି ସେଇଭଳିଆ ହେଇଥିଲା। ତ ଏଇ ବର୍ଷ ବି ସେଇଭଳିଆ ହେଉଛି। ଇନ୍ ଭାରିୟସ୍ ଏଷ୍ଟାବ୍ଲିଶମେଣ୍ଟ ଅଣ୍ଡର ଫରେଷ୍ଟ ଏନଭାରମେଣ୍ଟ ଡିପାର୍ଟମେଣ୍ଟ, କ୍ଲାଇମେଟ୍ ଚେଞ୍ଜ ଡିପାର୍ଟମେଣ୍ଟ ଆଣ୍ଡ ଏକ୍ସାଇଜ୍ ଡିପାର୍ଟମେଣ୍ଟ ଯେଉଁଟା ଆମର ରହିଛି। ତ ସେଇ ଡିପାର୍ଟମେଣ୍ଟ ଅଣ୍ଡରରେ ଆପଣମାନଙ୍କର ପରୀକ୍ଷା ସବୁ ହେବ। ଏବଂ ଆପଣଙ୍କର ଯେଉଁଟା ଡିଟେଲ୍ସ ରହିଛି, ଦ ଡିଟେଲ୍ସ ଅଫ୍ ଭ୍ୟାକେନ୍ସି, ଆପଣଙ୍କର ସ୍କେଲ୍ ପେ ଯେଉଁଟା ଆପଣଙ୍କର ଦରମା ରହିଛି, ଏଜ୍ କ୍ରାଇଟେରିଆ କ'ଣ ରହିଛି, ଏଲିଜିବିଲିଟି ଆପଣଙ୍କର କ'ଣ ରହିବ, ଏବଂ ଅଦର ଟର୍ମ ଆଣ୍ଡ କଣ୍ଡିସନ୍ ୱିଲ୍ ବି ଆଭେଲେବୁଲ୍ ଇନ୍ ଦ ଡିଟେଲ୍ସ ଆଡ଼ଭର୍ଟାଇଜମେଣ୍ଟ ଟୁ ବି ପବ୍ଲିଶ୍ଡ ଇନ୍ ଦ ୱେବ୍ ପୋର୍ଟାଲ୍ ଅଫ୍ ଦି କମିଶନ www.oSSC.gov.in। OSSCର ଯେଉଁ ରହିଛି ଅଫିସିଆଲ୍ ୱେବସାଇଟ୍, ତ ସେଇଥିରେ ଆପଣମାନଙ୍କର କ'ଣ ଆପଣଙ୍କର କ୍ରାଇଟେରିଆ ରହିବ, କ୍ୱାଲିଫିକେସନ୍, ତାକୁ ସବୁ ନେଇକି ଆପଣଙ୍କର ଡିଟେଲ୍ସ ରହିଛି। ସେ ଭିଡ଼ିଓ ମୁଁ ଆପଣମାନଙ୍କୁ ଆଉ ଗୋଟେ ଭିଡ଼ିଓରେ ନେଇ ଆସିବି। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ କ୍ୟାଣ୍ଡିଡେଟ୍ସ ରହିଛନ୍ତି ଆର୍ ଆଡ଼ଭାଇଜ୍ ଟୁ ଆପ୍ଲାଏ ଅନଲାଇନ୍ ବାଇ ଲଗିଂ ଇନ୍ ଟୁ ଦ OSSC ୱେବ୍ ପୋର୍ଟାଲ୍। ତ ଆପଣମାନେ ଯେଉଁମାନଙ୍କର ପକାଇବା ପାଇଁ ଇଚ୍ଛା ରହିଛି ସେମାନେ ଆପ୍ଲାଏ କରିପାରିବେ। ତ ଆପ୍ଲାଏ ଆପଣମାନେ OSSC ଅଣ୍ଡରରେ କରିବେ। ୱେବ୍ ପୋର୍ଟାଲ୍ ଯେଉଁଟା ରହିଛି ଆପଣଙ୍କର OSSC.gov.in ଯେଉଁଟା ରହିଛି www, ତ ଆପଣମାନେ ସେଇଠି ଆପ୍ଲାଏ କରିବେ। ତ ମେନ୍ କଥା ଏଠି ମେନ୍ ପଏଣ୍ଟ ରହିଛି, ଯେଉଁଟା ଇଭେଣ୍ଟ ରହିଛି ଆପଣଙ୍କର ଅନଲାଇନ୍ ରେଜିଷ୍ଟ୍ରେସନ୍ ବା ରିରେଜିଷ୍ଟ୍ରେସନ୍। ଯେଉଁମାନେ ରିରେଜିଷ୍ଟ୍ରେସନ୍ କେଉଁମାନେ କରିବେ, ଯେଉଁମାନେ ପୂର୍ବରୁ କରିଛନ୍ତି। ତ ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରଥମ ଥର ପାଇଁ ଯେଉଁମାନେ କରିବେ, ମାନେ ଫ୍ରେଶର୍ ଯେଉଁମାନେ ରହିଛନ୍ତି ସେମାନେ ଅନଲାଇନ୍ ପ୍ରଥମରୁ ରେଜିଷ୍ଟ୍ରେସନ୍ କରିବେ। ତ ରିରେଜିଷ୍ଟ୍ରେସନ୍ ଯେଉଁମାନେ ପୂର୍ବରୁ କରିଥିଲେ ଆଉ ଥରେ କରିବେ। ତ ଷ୍ଟାର୍ଟ ଡେଟ୍ ରହିଛି ଆପଣମାନଙ୍କର 30/12/2025। 30/12/2025 ମାନେ ଆଉ 4-5 ଦିନର ଅପେକ୍ଷା। ଫାଇନାଲି ଆପଣ 30 ତାରିଖରୁ ଆପ୍ଲାଏ ହେଉଛି ଏବଂ ଏଣ୍ଡ ଡେଟ୍ ରହୁଛି ଆପଣଙ୍କର 22/1/2026 ରହୁଛି ଆପଣଙ୍କର ଲାଷ୍ଟ ଡେଟ୍। ତ ସବମିସନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍, ଆପଣ ଯେଉଁ ଆପ୍ଲିକେସନ୍ ରେଜିଷ୍ଟ୍ରେସନ୍ କଲା ପରେ ଯେଉଁ ଆପ୍ଲିକେସନ୍ଟା ଅପଲୋଡ଼ କରିବେ, ତ ସେଇଟାର ଲାଷ୍ଟ ଡେଟ୍ ରହୁଛି ସେଇ 30 ତାରିଖ। 30 ତାରିଖ ଆପଣଙ୍କ ଲାଷ୍ଟ ଡେଟ୍ ରହୁଛି ଏବଂ ଏଣ୍ଡ ରହୁଛି ଆପଣଙ୍କର 30/1/2026। ଏଇଟା ଆପଣଙ୍କର ଷ୍ଟାର୍ଟ ଡେଟ୍ ରହୁଛି 30/12/2025, ଏଇଟା ଆପଣଙ୍କର ଏଣ୍ଡ ଡେଟ୍ ରହୁଛି 30/1/2026। ସମୁଦାୟ ଆପଣଙ୍କୁ ଗୋଟେ ମାସର ସମୟ ଦିଆଯାଇଛି। ତ ଆପ୍ଲିକେସନ୍ ୱିଲ୍ ବି ରିସିଭ୍ଡ ଥ୍ରୁ ଅନଲାଇନ୍ ମୋଡ଼୍। ଆପଣ ଅନଲାଇନ୍ ମୋଡ଼୍ରେ ଆପ୍ଲାଏ କରିବେ। ଏବଂ ଆପଣମାନେ ଜାଣିଥିବେ ପ୍ରିଭିୟସଲି ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି, ଏବେ ସରକାରଙ୍କର ଯାହା ବି ସବୁ ଆପଣମାନେ ପରୀକ୍ଷା ଦେବେ ସବୁ ପଇସା ଦେବାକୁ ପଡ଼ିବ। ତ କେଉଁ ମାନେ କାଟାଗୋରୀର ଯେଉଁ ରହିଛନ୍ତି SC ST OBC ଜେନେରାଲ୍ ଏସବୁ ଯେଉଁ ରହିଛନ୍ତି କାଟାଗୋରୀ, ତ ସେଥିରୁ କେଉଁ ମାନେ ପଇସା ଦେବେ ଏବଂ କ୍ରାଇଟେରିଆ ରହିଛି ତା'ର, ଆପଣମାନେ ଏକ୍ଜାମ୍ ଦେଇସାରିଲା ପରେ ଆପଣମାନେ ରିଟର୍ନ ପାଇବେ। ତ ସେଇଟାର ପୁରା ଡିଟେଲ୍ସ ଭିଡ଼ିଓ ମୁଁ ଆଉ ଗୋଟେ ଭିଡ଼ିଓ ନେଇ ଆସିବି। ତ ଏଇଟା ସର୍ଟରେ ଆପଣମାନଙ୍କୁ ଅପଡ଼େଟ୍ ଦେଇଦେଉଛି। ଫାଇନାଲି ଆପଣମାନଙ୍କର ନୂଆ ବର୍ଷ ପାଇଁ ଏକ ଯାହା ହେଉ ଆସିଗଲା। ଆପଣମାନେ ବହୁତ ଚିନ୍ତିତ ଥିଲେ, ଫାଇନାଲି ଆସିଯାଇଛି। ପ୍ରିପାରେସନ୍ ଆରମ୍ଭ କରିନିଅନ୍ତୁ। ବହୁତ କମ୍ ଦିନ, ବୋଧହୁଏ ଫେବୃଆରୀ ମାର୍ଚ୍ଚ ଫାର୍ଷ୍ଟ ୱିକ୍ ଭିତରେ ପରୀକ୍ଷା ହେବାକୁ ଯାଉଛି। ଆମେ ଗେସ୍ କରୁଛେ ସେଇ ପାଖାପାଖି ଏକ୍ଜାମ୍ ହେଇଯିବ, ଯଦି କିଛି କେସ୍ ବାସ୍ ନ ହୁଏ ତାହେଲେ ସେଇ ହେଇଯିବ ସେଇ ଭିତରେ। ତ ଇଏ ଥିଲା ଅପଡ଼େଟ୍। ଆପଣମାନେ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଟେଲିଗ୍ରାମରେ ଚ୍ୟାନେଲରେ ମଧ୍ୟ ଜଏନ୍ ହୁଅନ୍ତୁ। ଯାହା ଅପଡ଼େଟ୍ ଆସିବ ପରବର୍ତ୍ତୀ ଅପଡ଼େଟ୍ ଆପଣମାନଙ୍କୁ ମୁଁ ସେ ଚ୍ୟାନେଲ୍ ମାଧ୍ୟମରେ ଦେଇପାରିବି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ ଆପଣମାନଙ୍କ ସହିତ। ଜୟ ଜଗନ୍ନାଥ।